କିନ୍ନରଙ୍କ ହତ୍ୟା ପ୍ରତିବାଦରେ ନୀରବ ଶୋଭାଯାତ୍ରା ସହ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ। ଫେବୃଆରୀ 1 ତାରିଖରେ ପିପିଲି ଥାନା ଅନ୍ତର୍ଗତ ସିପା ଗେଟ୍ ନିକଟରେ 316 ନମ୍ବର ଜାତୀୟ ରାଜପଥରେ ଜଣେ କିନ୍ନରଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିବା ପ୍ରତିବାଦରେ ଏବଂ ମୃତକ କିନ୍ନରଙ୍କୁ ନ୍ୟାୟ ଦାବିରେ ଆଜି ଗଜପତି ଜିଲ୍ଲା ପାଳାଖେମୁଣ୍ଡି ସ୍ଥିତ ପୁରୁଣା କୋର୍ଟ ଛକଠାରେ ତୃତୀୟଲିଙ୍ଗୀ ସଂଗଠନ ପକ୍ଷରୁ ନୀରବ ଶୋଭାଯାତ୍ରା ସହ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମୃତ କିନ୍ନର ଅଞ୍ଜଳିଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ହତ୍ୟା କରିଥିବା ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି କିନ୍ନର ସମାଜ। ଏହି କାର୍ଯ୍ୟକ୍ରମରେ ତୃତୀୟଲିଙ୍ଗୀ ସଂଗଠନର ଜସ୍ମିନ ଶେଖଙ୍କ ସମେତ ବହୁ କିନ୍ନର ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯଥା ୱାନ୍ ଷ୍ଟପ୍ ସେଣ୍ଟରର ମୋହିନୀ ପ୍ରଧାନ, ପି ସୁନିତା, ପ୍ରଗତି ମହିଳା ସଂଗଠନର ତନୁଜା ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।